ପିଲାମାନେ ସୁରଭି 2024 ଆରମ୍ଭ ହୋଇସାରିଛି ଏବଂ ସେଇଥିରେ ଆମର ସୃଜନଶୀଳ ବିଭାଗରେ କନିଷ୍ଠ ବିଭାଗ ପାଇଁ ଯେଉଁ ବିଷୟବସ୍ତୁ ଦିଆହେଇଛି ତା'ର ନାମ ହେଉଛି ଆମ ଲୋକକଳା ଆମ ଗୌରବ। ତ ଏଇ ବିଷୟରେ ଚାଲ ଆମେ ଟିକେ ପଢ଼ିବା, ମନ ଦେଇ ୟାକୁ ପଢ଼ିବା, ଏହାକୁ ପ୍ରାକ୍ଟିସ୍ କରି ଯାଇଥିବ ଯେମିତି ପରୀକ୍ଷାରେ ସମ୍ପୂର୍ଣ୍ଣ ଭାବେ ଲେଖି ଆସିବ। ଏହା ନିହାତି ତୁମକୁ ଫଳପ୍ରଦ ହେବ ବୋଲି ମୋତେ ଆଶା ଅଛି। ଚାଲ ଆରମ୍ଭ କରିବା। ଲୋକକଳା ସାଧାରଣତଃ କୌଣସି ସମ୍ପ୍ରଦାୟ ବା ସମୁଦାୟର ଆସ୍ଥା, ବିଚାର, ନୈତିକତା ଓ ଦୈନନ୍ଦିନ ଜୀବନଶୈଳୀକୁ ପ୍ରତିବିମ୍ବିତ କରିଥାଏ। ଏହି ଲୋକକଳା କୌଣସି ସମ୍ପ୍ରଦାୟରେ ଥିବା ଲୋକମାନଙ୍କ ମଧ୍ୟରେ ସୁସମ୍ପର୍କ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବନାକୁ ବୃଦ୍ଧି କରାଇବାରେ ଏକ ମୁଖ୍ୟ ଭୂମିକା ନିର୍ବାହ କରିଥାଏ। ନେକ୍ସଟ ଆମେ ଦେଖିବା ଆମ ଲୋକକଳା ବିଷୟରେ ପଢ଼ିବା। ଆମ ଓଡ଼ିଶା ଏକ ସଂସ୍କୃତି ପ୍ରଧାନ ରାଜ୍ୟ, ଯେଉଁଠାରେ 12 ମାସରେ 13 ପର୍ବ ଜାକଜମକରେ ପାଳନ ହୋଇଥାଏ। ଆମ ଭାଷା, ଆମ ଲୋକକଳା ଯେତେ ଆମକୁ ଖୁସି ଦେଇଥାଏ ତାଠାରୁ ଅଧିକ ଆମ ପାଇଁ ଗର୍ବର କାରଣ ହୋଇଥାଏ। ଆମ ସଂସ୍କୃତି, ଆମ ପରମ୍ପରା, ଆମ ଲୋକକଳା ବହୁ ପୁରାତନ ଅଟେ। ଏହା ଆମ ସମସ୍ତଙ୍କୁ ଏକ ମଧୁର ସମ୍ପର୍କରେ ଓ ଗୋଟିଏ ସୂତ୍ରରେ ବାନ୍ଧି ରଖିଥାଏ। 30ଟି ଜିଲ୍ଲାକୁ ନେଇ ଗଠିତ ଏହି ସୁନ୍ଦର ଓଡ଼ିଶା ମାଟିରେ ବିଭିନ୍ନ ସମୁଦାୟ ବା ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ସେମାନଙ୍କ ମଧ୍ୟରୁ ଅନେକ ସେମାନଙ୍କ ଲୋକକଳା ଓ ଲୋକନୃତ୍ୟ ପାଇଁ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଓଡ଼ିଶା ମାଟିକୁ ଗୌରବାନ୍ୱିତ କରାଇଛନ୍ତି। ଯେମିତିକି ଦାସକାଠିଆ, ପାଲାଗୀତ, ଛଉ ନୃତ୍ୟ, ସମ୍ବଲପୁର ନୃତ୍ୟ, ଓଡ଼ିଶୀ ନୃତ୍ୟ, କୋରାପୁଟିଆ ଢେମ୍ସା ନାଚ, କୋରାପୁଟିଆ ଚଇତି ପର୍ବ ଗୀତ ଇତ୍ୟାଦି ଲୋକକଳା ବିଭିନ୍ନ ସମ୍ପ୍ରଦାୟମାନଙ୍କର ଜୀବନଶୈଳୀ ତଥା ସେମାନଙ୍କର ସଂଘର୍ଷ, ଧୈର୍ଯ୍ୟ ଓ ସଫଳତାର କାହାଣୀକୁ ବ୍ୟାଖ୍ୟା କରିଥାଏ। ଓଡ଼ିଶାର ହସ୍ତତନ୍ତ, ପଥର କାରୁକାର୍ଯ୍ୟ, କଟକର ତାରକାସି କାମ, ନବରଙ୍ଗପୁର ଜିଲ୍ଲାର ଲାଖ ଶିଳ୍ପ, ସମ୍ବଲପୁରୀ ହାତବୁଣା ଶାଢ଼ୀ ଭଳି ହସ୍ତଶିଳ୍ପ ଓଡ଼ିଶା ତଥା ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ସହିତ ଓଡ଼ିଶାର ପ୍ରାଚୀନ କଳାକୃତିକୁ ଲୋକପ୍ରିୟତା କରାଇବାରେ ପ୍ରମୁଖ ଭୂମିକା ତୁଲାଇଥାଏ। ଓଡ଼ିଶାର ଲୋକକଳା ଆମକୁ ଆତ୍ମସମ୍ମାନ ଓ ଗର୍ବର ଅନୁଭୂତି କରାଇଥାଏ। ଏହିସବୁ ଲୋକକଳା ଆମର ସାଂସ୍କୃତିକ ସମ୍ପଦ ଅଟନ୍ତି। ନେକ୍ସଟ ଦେଖିବା ଏହି ଲୋକକଳା କେମିତି ଆମର ଆର୍ଥିକ ଉନ୍ନତିରେ ସାହାଯ୍ୟ କରୁଛି। ଓଡ଼ିଶାର ପ୍ରାଚୀନ ଲୋକକଳା ଓଡ଼ିଶାକୁ ବିଶ୍ୱ ଦରବାରରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥାଏ। ଏହି ଲୋକକଳା କେବଳ ମନୋରଞ୍ଜନ କରାଇଥାଏ ତାହା ନୁହେଁ, ବରଂ ଏହା ଓଡ଼ିଶାର ଆର୍ଥିକ ଉନ୍ନତି, ପର୍ଯ୍ୟଟନର ବିକାଶ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ହସ୍ତଶିଳ୍ପ ଇତ୍ୟାଦିର ବିକ୍ରୟ ଦ୍ୱାରା ଲୋକମାନଙ୍କର ଆର୍ଥିକ ଉନ୍ନତି ହେବା ସହିତ ବହୁ ଲୋକମାନଙ୍କୁ ରୋଜଗାର ମଧ୍ୟ ମିଳିଥାଏ। ଶେଷରେ ଆମେ ଏହାକୁ ଲେଖିବା। ଶେଷରେ ଏତିକି କହିବି, ଆମ ଲୋକକଳା ବହୁ ପ୍ରାଚୀନ ସଂସ୍କୃତିରେ ଭରା। ଏହାଦ୍ୱାରା ଆମ ରାଜ୍ୟର ବିଭିନ୍ନ ସମ୍ପ୍ରଦାୟର ସଂଘର୍ଷ, ଧୈର୍ଯ୍ୟ, ଆସ୍ଥା, ବିଚାର ଇତ୍ୟାଦି ଜଣାପଡ଼ିଥାଏ। ଓଡ଼ିଶାର ଲୋକକଳା, ଲୋକନୃତ୍ୟ, ହସ୍ତଶିଳ୍ପ ଇତ୍ୟାଦି ଆମ ରାଜ୍ୟ ତଥା ଦେଶ ବିଦେଶରେ ନିଜର ଅଦ୍ୱିତୀୟ କଳାକୃତି ପାଇଁ ଓଡ଼ିଶାକୁ ଗୌରବାନ୍ୱିତ କରିବା ସହିତ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି। ତ ଏ ଥିଲା ପିଲାମାନେ ଆମର ସୃଜନାତ୍ମକ ଲିଖନ, ଯେଉଁଥିରେ ଆମେ ଫାଷ୍ଟ ପଢ଼ିଥିଲେ ଆମ ଲୋକକଳା, ତାପରେ ଆମେ ଲୋକକଳା ବିଷୟରେ ଲେଖିଲା ପରେ ଲେଖିବା ଆର୍ଥିକ ଉନ୍ନତି। ତ ପିଲାମାନେ ମୁଁ ଆଶା କରୁଛି ତୁମେ ଏହାକୁ ମନ ଦେଇ ଲେଖିବ, ଚେଷ୍ଟା କରିବ, ପ୍ରାକ୍ଟିସ୍ କରି ଯିବ। ଏତିକିରେ ଆମର এই ଭିଡ଼ିଓକୁ ଆମେ ଶେଷ କରୁଛୁ। ଧନ୍ୟବାଦ।